ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 39। ସକାଳୁ ମେଘ ନାହିଁ। ଅଳସୁଆ କୁହୁଡ଼ି ଉପରେ ତୁନିତାନି ହୋଇ ଆଲୁଅର କୁଣ୍ଡା ଝଡ଼ି ଚାଲିଛି। ରାତିର ତାରା ଦେଖାଳି ପାଣ୍ଡୁ ଡିସାରି ପଥର ଉପରେ ବସି ତାସ ଉପତ୍ୟକା କରର ପର୍ବତ ଆଡ଼କୁ ଅନେଇ ରହିଲା। ଆଖି ଲାଖିଗଲା। ସେଇଠି କେଉଁଠି ପଡ଼ିଥିବ ବିଜୁଳି, କେଉଁ ପଥର ଖୋଲ ଭିତରେ, କେଉଁ ଅଜଣା ଗଛ ମୂଳେ, ଯାହାର ନାଁ ନାହିଁ। ଖରା ଉଠି ଲାଗିଛି। ହେଇ ସେଠି ପର୍ବତ ଉପରେ ଆକାଶର ସଫା ଅରାକରେ ଶାଗୁଣାମାନେ ଚକ୍ରି ମାରୁଛନ୍ତି। ବାସି ମଡ଼ାଟାଏ ପଡ଼ିଥିବ। ଓଦା ସରସର ହିମ କାକର। ଖଣ୍ଡିଆ ଖାବୁଡ଼ା ମଣିଷର ଦେହ ଚିହ୍ନି ହେବ ନାହିଁ। ମାଛି ବେଢ଼ିଥିବେ, ପିମ୍ପୁଡ଼ି ଧାର ଲାଗିଥିବେ। ମଣିଷର ଦେହ ସେ। ଓଃ, ଭାବି ଭାବି ଡିସାରି ଶୀତେଇ ଉଠିଲା। ସେ ଦେହକୁ ରଟ ରଟ କରି ଶାଗୁଣାମାନେ ଛିଣ୍ଡେଇ ଖାଉଥିବେ। କୁଦି ଆସି ଦାନ୍ତ ଲଗେଇ ଫଡ଼ା ଫଡ଼ା କରୁଥିବ ପଟାଳିଆ ମହାବଳ ବାଘ। କାଲି ବାଟ ଚାଲୁଥିଲା, କଥା କହୁଥିଲା। ଆଗତ ଭବିଷ୍ୟତ୍ ଭାବୁଥିଲା, ବିଚାରୁଥିଲା। ହେଇ ତାର ଲାଶ୍ ପଡ଼ିଥିବ ସେଠି ଅଗନାଗ୍ନି ବନସ୍ତ ଭିତରେ। ମଣିଷ ସେଠି ନାହିଁ। କେବଳ ଧର୍ତ୍ତନୀର ପଥୁରିଆ କୋଡ଼, ଦର୍ମୁର ନିଆଁଜଳା ଆଖି, କେବଳ ବାଘ, ଶାଗୁଣା, ପିମ୍ପୁଡ଼ି। ଶିର୍ଶ୍ରେଇ ଶିର୍ଶ୍ରେଇ ଡିସାରିର ମନ ଭିତରେ ଦମ୍ଭ ଖେଳିଗଲା। ସେ ସେଠି ନାହିଁ। ସେ ବଞ୍ଚିଛି। ଜୀବନରେ ଥାଇ ଆପଣା ବସିବା ଜାଗାରେ ସ୍ୱଚ୍ଛନ୍ଦରେ ବସି ବେଜୁଣି ପାଇଁ ସୌଖିନ ଦୁଃଖ ହେଲା। ସେହି ତାର ଭିତରେ ଜୀବନର ପ୍ରତିକ୍ରିୟା। ବେଜୁଣିଟିଏ ଯାଇଛି। ପୁଣି ସମାଜର କାମ ଚଳାଇବା ପାଇଁ ବେଜୁଣିଟିଏ ଗଢ଼ା ହେବ। ପୁଣି ଡିସାରି ଯୋଗ ଦେଲେ ଆଉ ଆଉ କେଉଁ ବେଜୁଣି ଦେବତାଙ୍କ ବନ୍ଦନା ଆଉ ମଣିଷଙ୍କ ମଙ୍ଗଳ ଗୀତ ବୋଲି ବୋଲି ଡେଇଁବ, ନାଚିବ। କିନ୍ତୁ ଏ ବେଜୁଣି କ'ଣ ସେ ଥିଲା? କନ୍ଧା ଦେଶର ପ୍ରାଚୀନ ବିସ୍ମୟ ଗୋଟାଏ ହଜିଲା ଯୁଗର ଇତିହାସ। ଡିସାରି ଭାବିଗଲା, ଆଉ କେହି ନାହିଁ ଡିସାରିର ଗଣନା ଫୁଟୁକି ଉଡ଼େଇ ଦେଇ ବଖାଣିବ ଦିବ୍ୟ ଦୃଷ୍ଟିର ଦର୍ଶନ। ସେ କ'ଣ ଦେବତାଙ୍କୁ ଦେଖୁଥିଲା? ନା, ଗୋଳିଆ କୋଟଳିଆ ଆଖିରେ ଅନ୍ଧାରି ଛାଇ ଦେଖି ଦେଖି ଭାବୁଥିଲା ଦେବତା ଦେଖୁଛି। ନକ୍ଷତ୍ରଙ୍କ ଯୋଗ ହେତୁ କ୍ରିୟା, କ୍ରିୟାରୁ ଫଳ, ଦୁଇ ଦୁଇ ମିଶି ଚାରି। ଏକଥା ଭୁଲ ବୋଲି ସେ ପ୍ରମାଣ କରିଯାଇ ପାରିଲା ନାହିଁ। ନକ୍ଷତ୍ର ଯୋଗ ଦେଲା, ବାଜୁଣୀକୁ ବାଘ ଖାଇଲା। ସେ ମଲା। ମଲା ବେଜୁଣି ପ୍ରତି ତାର ଦୟା ହେଲା। ଆପଣାର ବିଶ୍ୱାସରେ ବଳ ସଞ୍ଚରିଲା। ମଲା ବେଜୁଣି ପ୍ରତି ତାର ଦୟା ହେଲା। ଆପଣାର ବିଶ୍ୱାସରେ ବଳ ସଞ୍ଚରିଲା। କହିଲା, ଆହା, ବାଣୀ ପରି ବୁଢ଼ୀଟିଏ, କେତେ କାଳର ସେ ଚାଲିଗଲା। ବେଜୁଣୀକୁ ବାଘ ଖାଇଲା। ତାର କାମ ଲାଗିଲା। ଗାଁ ଲୋକଙ୍କ ହିତ ପାଇଁ ତାକୁ ବାଘଡୁମାକୁ ଆୟତ୍ତ କରିବାକୁ ପଡ଼ିବ। ରବିବାର ଦିନ ରୋହିଣୀ ଯୋଗରେ ବାଘଡୁମାକୁ ଡାକି ଖୁଣ୍ଟି ମାରିଦେଇ ବାଘଡୁମାକୁ ସେ ଅଟକେଇବ। ଜେଟି ଯୋଗରେ ବଣ କିଳିଦେଲେ ବାଘ ତାକୁ ଡେଇଁ ଆସିବ ନାହିଁ। କେତେ ପ୍ରବୀଣତା, କେତେ ବିଚକ୍ଷଣତା ତାର ଦରକାର ଏତିକି କାମକୁ। ଆକାଶକୁ ଜୁହାର କରି କହିଲା, ତୁମେ ହିଁ ଉଦ୍ଧାର କରିବ, ତୁମେ ଜାଣ। ଅଳସ ଭାଙ୍ଗି ଧୂଆଁପତ୍ର ଲଗେଇ ଦେଇ ସେଇ ପଥର ଉପରୁ ବର୍ତ୍ତମାନ ପର୍ବତରେ ଶାଗୁଣାମାନେ ପଇଁତରା ମାରିବାର ଡିସାରି ଦେଖି ଲାଗିଲା। ବାରମ୍ବାର ଅସ୍ୱାସ୍ଥ୍ୟକର କୌତୂହଳ ହେଲା। ଆଉ ଥିବ କି ନଥିବ? ହାଡ଼ ଚମ ହୋଇ ପୋଷେ ମୋଟେ ତ ମଣିଷ। କ'ଣ ଆଉ ଥିବ ତାର? ଏତେ ଦିନର ସମ୍ବନ୍ଧ ଦୁହିଁଙ୍କ ଭିତରେ। ଦୁହେଁ ମିଶିଲେ ଯାଇ ଗାଁର ଧର୍ମବଳ। ଡିସାରି ଯୋଗ ଦେବ, ପୂଜା କରି ବେଜୁଣି ନାଚିବ। ଲୋକଙ୍କ ମନବାଞ୍ଛା ପୂର୍ଣ୍ଣ ହେବ। କାହାକୁ ଟିକିଏ ସର୍ଦ୍ଦ ହେଲେ, କାହାର ହାତମୋଡ଼ି ହୋଇଗଲେ ସାମାନ୍ୟ ଅନିଷ୍ଟ ଭଲ କରିବା ପାଇଁ ଡିସାରି ଆଉ ବେଜୁଣି। ବାଘ ଖାଇଥିବା ଯୋଗୁଁ ଆଜି ପୂଜା କରିବାକୁ ହେଉଛି। ଡିସାରି ଭାବିଲା, ଏତେବେଳେ ବି ସେ ବେଜୁଣି ଥାନ୍ତା କି? ବେଜୁଣି ଯେଉଁ ପନ୍ଥାର ହେଉ, ଡିସାରିର ନିତିଦିନିଆ ଜୀବନରେ ସେ ଗୋଟାଏ ସାଙ୍ଗୀ, ଗୋଟାଏ ସେ ବଳ, ଆଉ ନାହିଁ। ଲୋକେ ଚଳପ୍ରଚଳ ହେଲେ। ସାତ ପାଞ୍ଚ ହୋଇ ସେହି ଆଲୋଚନା। ବେଜୁଣିର ମରଣ କଥା ମାନିଲେ କେବଳ ଭୟ ବାହାରେ। ତାସ ଖାଲ ଆଡ଼କୁ ଅନେଇ ଦେଲେ ଛାତିରୁ ରକ୍ତ ଶୁଖେ। ଗୋଷ୍ଠୀ ଭିତରୁ ଜଣକୁ ବାଘ ଖାଇଲା। ଏଥର ଲାଗିଲା ବାଘଖିଆ ବଖେ। ମଣିଷର ସୁଆଦ ମୁହଁରେ ବାଜିଛି ଏଣିକି ସେହି ତାର ଖାଦ୍ୟ। ବାଟରେ ଚାଲିଲେ ସେ ଛକି ବସିଥିବ। କ୍ଷେତର କାମ କରି ଗଲେ ବୁଦା ଭିତରୁ ସେ ବାହାରି ପଡ଼ିବ।
दिन बेले क्षेत्र संज बेले क्षेत्रु फेरिबा बाटरे रातिरे गाँ तले तले से जगी बसी दी दिन को तार गोटे मुंड दरकार जो गाँरु हेले संग्रह करिब से महाबली से देवता काहारी प्रति तार उपरोध नाही। बण भितरे घर करी बणकु एड़ी चली हेब नाही, बाघ खाइब। एही आलोचना रे देउड़ साउता जोग देला। सकाळु उठी बारिक को डकई 4 लोक सांग देई से पुलिस थाना रे खबर देबाको पठे देइछि। गवर्नमेंट ऑर्डर रिपोर्ट न पठेले दंड होई जिवो। जेउ समय रे बघे लागि थाए तळे पुलिस सेठू फेरिला बेलକୁ अधबाटरे आउ दड़क संगे देखा हुए। बाघ खाऊ थाए पुलिस को खबर जाऊ थाए। काली मुंड बेलକୁ पुलिस र पहुँची जाइथिबे। साउता कहिला तहिर 4 दिन भितरे केही आसिले आसी पारे, तुरंत पठेइलु भल कलु साउता, नइले फेरे पुलिस आसी बुझी जिबे मनीषटा बाघ खियारे मरीची ना केमिति मरीची। पुलिस बाघ को मारिबा को आसीबे नाही, केही बाघ को मारिबा को आसीबे नाही। मले अकस्मात मरिब कंध ओडिया नळी रे, सेथिपाई बे डिसारीर जोग दरकार। 4 हाथ लंबा नळीटा गोटाए गछरे छंदा होइथिबो। रंजकरे निया लगाइले शब्द करी सर 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 हेबो घड़िए जाके। बाघ जेउ आड़को जाउथिबो शिकारी नळीर मुहको सेई आड़को बुलेई देउथिबो। तोप पड़िला परी नळी फुटिबो। जदि बाघ पळेई नथिबो ओ जदि बाघ देहरे गुली बिंधिबो से अवश्य मरिबो। सबु डिसारीर नक्षत्र जोग दरकार। गोलिया मिसा होई एही संबंध रे गपचारे थाए। डिसारी आजी द्विगुण बेगरे तार जोग मानकर बल प्रचार करुथाए। जोग लंघिले किपरि क्रिया निष्फल हुए। विपदरे आ करी शुणुथिबा गोष्ठीर लोकमानंकु सहिया बुझेई बुझेई डिसारी खूब जोररे धुआं छाड़ुथाए। जणको विपद पड़िले दल बांधी संसार करुथबा सबु लोक आपण कथा भाबी अभिभूत हुअन्ति। सेमानंकु बल देई सड़ख करी रखिबा डिसारीर कार्य, सेही तार पौरहित्य। नियम मानि चलिले किछि दुख पड़िब नाही, किछि कष्ट पड़िब नाही। डिसारी कहुथाए जहा करिब पचार करी कर, बुझी करी कर, भय कण। मनर विह्वल भाव हेतु टोका माने भी डिसारी को प्रतिवाद करि पाले नाही। डिसारीर कथा मला बेजुणीर स्मृति मने पकाई देउथाए। एहीपरि केते कथा गपुथिला से जहा साधारण मनीष निजर जीवन बिताइबा भितरे अनुभव करि पारिब नाही। डिसारी कहुथाए एबे देख बेजुणी मला बुढ़ा हड़ा चुली मुंडर ओसम पाखे बसी रहिबा कथा। आमे कोन ताको देउ नथिलु, खोजु नथिलु जे खेत को जिबार किबा काम। गला जदि गला बाणी परी होई वर्षा दिनर बण भितर को पसिबा के दरकार थिला? काहेकि सेठिकी से गला? काहेकि ताको बाघ धरि करि पारिबो कहि पारिबो केही? सबु भाग्य, नक्षत्रंक जोग, तांकरी दया। सेही जोगरे पड़ी नित्यांत बुद्धिया जाति कि मनीष ठिकाना बेले गोटे भूल करी बसे, ओटारी होई जाए ठीक मुहाण को। काहेकि आज रईत रईत साहुकार साहुकार, काहेकि आज गोटा गोटा गोष्ठी पर गोष्ठी पाखे मुंडबिका गोलाम। किए कैदी दिए, किए कैदी भोगे। केउठी आलुओ केउठी अंधार काहेकि ऊपर को हाथ देखाए। सबु तो तांकरी लीला, तांकर मनर खियाल। सेठी आग पछ भी नाही, भल मंद भी नाही। सेमाने भी क्यों भाग्य चक्र रे घूरी घूरी कहा पक्षरे क्यों घटना गढ़ी दियंती। तेणु आमे कहू छोटरू बड़ जाके सबुथिरे जोग को मानि चल, काम कर। तेणिकी चाहेले आपणार दोष नाही। कदली गछ लगेइब लदा जोगरे, आंब गछ लगेइब जेटी जोगरे, कमला फल तोलिब मेडिसिरा जोगरे, सळप गछ आनिब समजा जोगरे, शियाली फल आनिब रोहिणी जोगरे। 27 नक्षत्र को 27 जोग, बसिले जोग, चालिले जोग, जोग को न मानिब काहेकि? डिसारीर वक्तृतारे बाधा देही साही भितरु माइपी कांदड़ार रोल उठिला। समस्ते फाटी पड़िले। सते तो बेजुणी मलाणी जे गाँ गोष्ठी तापाई बाहुनिबे नाही। पुरुष मानक अपेक्षा कंदुड़ी मानकर अधिक उपस्थित कर्तव्य ज्ञान प्रकाश पाइथिला। सकाळे उठी घर घर के डकाडकी होई प्राचीन प्रथा अनुसार गाँ मंजीर भेरामण
ଉପରେ ସେମାନେ ଗୋଲ ହୋଇ ବସି ପଡ଼ିଥିଲେ। ସମସ୍ତେ ରୁଣ୍ଡିଲା ପରେ ପ୍ରସ୍ତୁତ ହୋଇସାରି ଐକତାନରେ ଆରମ୍ଭ କରିଦେଇଥିଲେ ମଲା ଲୋକ ପାଇଁ ଶୋକ। ଆଲୋ ଆଲୋ ହାତେଉ ହାତେଉ ପାପୁ, ହାୟ ହାୟ ମରିଗଲା ମରିଗଲା, ହାୟ କପାଳ, ନିଙ୍ଗେ ଓୟା ତାଣାକି ନିଙ୍ଗେ ତିଞ୍ଜା ତାଣାକି ପାପୁ। ଧୀରେ ଧୀରେ ମରଣର ସଙ୍ଗୀତରୁ ଉଠି ଉଠିକା ଏହି ଛନ୍ଦ ହେଲା ବାହୁନା। ବାହୁନାରୁ ହେଲା କରୁଣ କାନ୍ଦଣା। ଆଖିରୁ ଝରଝର ଲୁହ ବୋହିଲା, ମନର କୋହ ବଢ଼ିଗଲା। ଦି ହାତରେ ଗାଲ ଆମ୍ପୁଡ଼ି ମୁହଁ ଆମ୍ପୁଡ଼ି କଇଁ କଇଁ ହୋଇ ଗାଁର ସବୁ ସ୍ତ୍ରୀ ଲୋକ ବସି କାନ୍ଦିଲେ। ସେ କାନ୍ଦଣା ଆଉ ଅଟକିଲା ନାହିଁ। ମଣିଷ ହୋଇ କାନ୍ଦିବାକୁ କାରଣ ଅଭାବ ନାହିଁ। କାହାର ବାପ ମରିଛି, କାହାର ପୁଅ ମରିଛି, କାହାର ଯଦି କେହି ମରିନାହିଁ ତା'ର ଅନ୍ୟାନ୍ୟ ଦୁଃଖ ଅଛି। କେତେ ଅଭାବର ପୋଡ଼ା ଦାଗ, କେତେ ବିଚ୍ଛେଦର କ୍ଷତ। କାନ୍ଦିବେ ବୋଲି ମନ କରି ଅଣ୍ଟା ଭିଡ଼ି ବସି ପଡ଼ିଲେ ସ୍ମରଣରେ ଆସେ କାନ୍ଦିବାକୁ ଉଚିତ ହେତୁ ତା'ର ବିଳାପ ବାହାରେ ଅଦେଖା ଦେବତା ପାଇଁ ହେଉ କି ବେଜୁଣୀ ପାଇଁ ହେଉ, ତେଣିକି କେବଳ ସୁଅ ମୁହଁରେ ବୋହିଯାଉଥିବା ପାଣିକି ନାଳିଆ କାଟି ମଡ଼େଇ ଦେବା କଥା। ବେଜୁଣୀ ଯାଇଛି। ତାସଖାଲ ପାଖ ପର୍ବତ ଉପରେ ଅଦ୍ୟାପି ଶାଗୁଣା ଉଡ଼ି ବୁଲୁଛନ୍ତି। ଗାଁରେ ବିଳାପ ବସିଛି। କିଏ ସେ ବେଜୁଣୀ? କାହାର ସେ କ'ଣ? ତା'ର ପୁଅ ନାହିଁ, ଝିଅ ନାହିଁ, ରକ୍ତର କେହି ଅଂଶ ନାହିଁ। ନିଆସି ମଣିଷ ପରି ମରି ଭୂତ ହୋଇଛି। ତା'ର ଆତ୍ମୀୟ ନାହାନ୍ତି, ବନ୍ଧୁ ନାହାନ୍ତି, ଶତ୍ରୁ ନାହାନ୍ତି। ଯେତେଦିନ ସେ ଥିଲା ବଞ୍ଚିଲା, ଲୋକ ଦେଖିଛନ୍ତି, ସେତେଦିନ ସେ ବୁଢ଼ୀଟିଏ। ତା'ଠୁ କାମ ନେଇଛନ୍ତି, ଯେପରିକି ସେ ଜାତିଆ କାମ ତା'ଠୁ ଆଦାୟ କରିବାକୁ ସମସ୍ତେ ହକ୍ଦାର। ଗାଁ ସେମୁଣ୍ଡରେ ମୁର୍ଗାବୁଦାର ଅଲରା ବାଡ଼ ଭିତରେ ଭଙ୍ଗା ଦଦରା ଚାଳିରେ ନିଛାଟିଆ ବୁଢ଼ୀଟିଏ ସେ ରହୁଥିଲା। ଅଧେ ମଣିଷ ଅଧେ ଭୂତ। କ'ଣ ସବୁ ଭୟଙ୍କର କାମ ସେହି ଦୂରର ନିରୋଳାରେ ସେ କରୁଥିଲା। କେହି କେହି କାନ ଫୁସ୍ଫୁସ୍ ହୁଅନ୍ତି ସେ ସାପ ପୋଷୁଥିଲା। ବିଲୁଆଙ୍କ ସାଙ୍ଗେ କଥାଭାଷା ହେଉଥିଲା। ମରା ଲୋକଙ୍କୁ ଧଡ଼ିଏ ଧଡ଼ିଏ ଜୀବନଯାକ ରହି ସେହି ଭୟଙ୍କର ଉପାୟରେ ସେ ମଲା। ଦେଖିଲେ ଡର ମାଡ଼େ। ଆଖିକୁ ଆଖି ଅନାଇ ହୁଏ ନାହିଁ। ମଣିଷପଣର ଧଡ଼ିଏ ଧଡ଼ିଏ ଜୀବନଯାକ ରହି ସେହି ଭୟଙ୍କର ଉପାୟରେ ସେ ମଲା। ଭାବିଲେ ସ୍ୱାର୍ଥ ଟଣକି ଉଠେ ନାହିଁ। ସ୍ନେହ ହୁଏ ନାହିଁ। ତା'ର କେହି ନାହିଁ। ତଥାପି ତା' ପାଇଁ ଗାଁ କାନ୍ଦିବ। ସେଇ ଗୋଷ୍ଠୀର ଜଣେ। ରବିବାର ଦ୍ୱିପହର। ଆଖପାଖ ଗାଁରୁ ଧାର ଲାଗିଛନ୍ତି କନ୍ଧମାନେ ମିଣିଆପାଉ ଗାଁକୁ। ହାତରେ ବର୍ଚ୍ଛା, କାନ୍ଧରେ ଟାଙ୍ଗିଆ, କାହାରି ବା ଓଡ଼ିଆ ନଳି। ଠେଙ୍ଗାକୁ ବାହୁଙ୍ଗାକୁ କରି ବାଟ ପାଇଁ ବିଦେଶ ପାଇଁ ମାଣ୍ଡିଆ ଚୂନା, ଲାଉ ତୁମ୍ବା ଓ କାଠ ବୋହି ଆଣି ବର୍ଷା ସକାଶେ ପିଠିରେ ଛତା, ଛତଡ଼ି ଅଥବା ଗୋଟିଏ ଗୋଟିଏ ଦଳ ପାଇଁ ଜଣେ କେହି ଛତାଛଟଡ଼ି ବୋହିଥାଏ। ଖାଲରେ, ଘାଟିରେ, ଛକିରେ ଭିନ୍ନ ଭିନ୍ନ ଗାଁ ଲୋକ ଏକାଠି ହୋଇଯାନ୍ତି ଦଳବଡ଼େ। ଏକାପରି ସମସ୍ତଙ୍କର ମୁହଁ ଆଖିରେ ଥମ୍ବିଲା ମେଘର ଛାଏ। ସେହି ଗମ୍ଭୀରପଣ, ସେହି ଏକା ଚର୍ଚ୍ଚା ବଘେଇ। ତଳ କୁଟିଙ୍ଗାର ସାଉଁତା ଆସିଛି। ସୋନା ସାଉଁତା 5 ହାତ ଉଞ୍ଚ, କେନ୍ଦୁ ଅଡ଼ାର ଚାରିରି ସାଉଁତା 3 ହାଣ୍ଡ ଖଣ୍ଡେ। ଲୋକେ ଆସିଛନ୍ତି। ବିଚିତ୍ର ତାଙ୍କର ଗାଁଗୁଡ଼ା ଖାଲକଣା ପିପଲପଦର, କେଶାକାବେଡ଼ି ଦାମନଗଣ୍ଡ, ବଡ଼ସଙ୍ଗା କାଇପଦର, ଭାଲୁଯୋଡ଼ି, ବାଘମାରି, ବନ୍ଦିକାର କେତେ ଗାଁ। ସବୁ ଗାଁରୁ ପ୍ରତିନିଧି ଆସିଛନ୍ତି। ମିଣିଆପାଉରେ ବାଘ ଖାଇଥିବାରୁ ତା'ର ପ୍ରତିକାରର ପୂଜା ହେବ। ବାଡ଼ିରେ ଲଙ୍କା ମରିଚ ବନ୍ଧା ହୋଇ ଖବର ଯାଇଥିଲା, ବସିଲାଠୁ ଉଷି ଆସିଛନ୍ତି। ବାହାରର ବିପଦ ବେଳେ ପୁଣି କନ୍ଧମାନେ ମେଳି ବାନ୍ଧିବେ। ହେଉ ପଛକେ ଏହି ମେଳି କେବଳ ବାଘମରା ପର୍ବ ପାଇଁ। ନାନା ଗାଁର ଲୋକ ବାଟ ଚଲା ବେଳେ ଏକାଠି ହେବାରୁ ନାନା ପ୍ରକାର ଆଲୋଚନା ପଡ଼ିଥାଏ। ତା'ର ଠିକଣା ନାହିଁ କି ବାଇଶ ନାହିଁ। ବିପଦ ବିଷୟରେ, ଆମ ବିଷୟରେ, ଆପଣା ଜାତିର ନିକମପଣ ବିଷୟରେ ବାହାରର ଶତ୍ରୁର ଧାପ ପଡ଼ିଛି। ଏକାଠି ହେବାକୁ ପଡ଼ିବ। ଫଳ ତା'ର ଯାହା ହେଉ। କନ୍ଧ ଜାତିଗତ ଲକ୍ଷଣ। ବିଦେଶୀ ବନ୍ଧୁକ ମନଇଚ୍ଛା ଭାଙ୍ଗି ଦେଇ ଗୁଳି ପୁରାଇ ହୁଏ। କଥା ମାନେ ଚଞ୍ଚଳ ମୁହଁ ଘୂରେଇ ନେଇ ହୁଏ। ଉଢୁଆଳ ପିଠିରେ ଛପି ରହି ଲାଖ ଉଣ୍ଡି ଢାଇ କରିଦେଲେ ଧାଡୁଁ ହୋଇ ବିନ୍ଧିବା ସୁନିଶ୍ଚିତ। ଦୂରରୁ ଅସ୍ତ୍ର ପ୍ରୟୋଗ କରି ହୁଏ। ବାଘ ଜାଣିବ ନାହିଁ। ବାଘ ସାବଧାନ ହେବ ନାହିଁ। ଠିକ୍ ସେ ନିଜେ ଯେଉଁ ଉପାୟରେ ମାରେ, ସେହି ଉପାୟରେ ତାକୁ ମାରି ହେବ। ବାଘ ବଳୁଆ ସିନା, ମୁହାଁମୁହିଁ ମାରେ ନାହିଁ। ଚୋରଟାଏ ଅତି କୌଶଳୀ।
ସେହି ଯେଉଁ ଢାପୁ ସାଇବ ଥିଲା। ନାଚ ମଝିରୁ ଦୁଇ କାଖରେ କାଖେ ଦିତା ଢାଙ୍ଗିଡ଼ି ବୋହି ନେଇ ବାଘ ପରି କେଉଁ ସନ୍ଧିରେ ଛପେ ସୀମା। ନଳୀରେ ଗୋଟାକୁ ଗୋଟା ପଟାଳିଆ ଶୁଆଇ ପକାଏ। କେମିତି ଅସ୍ତ୍ର ତାର କେଡ଼େ ହାଲୁକା। କନ୍ଧର ଭାଗ୍ୟରେ ସେପରି ଅସ୍ତ୍ର ଜୁଟେ ନାହିଁ। ଗାଁ ଗୋଟାକର ଜମି ବିକିଦେଲେ ଖଣ୍ଡିଏ ଛୋଟିଆ କରି ସେଥିରୁ କିଣି ହୁଅନ୍ତା ବା ଅର୍ଡ଼ର ନାହିଁ। ଲାଇସନ ପତ୍ର କରାଇବା ଦରକାର। ଅଧିକାରୀ କାଳେ ଶୁଣେଇ ଦେବ ତୁମେ ପାଠ ପଢ଼ିନା, ତୁମର ମୁଣ୍ଡ ଠିକ୍ ନାହିଁ, ତୁମ ନିଜ ଭିତରେ ବିରୋଧ ଅଛି, ମରାମରି ଲଗାଇବ, ତୁମେ ଏଥିକୁ ଯୋଗ୍ୟ ନୁହେଁ। କେଉଁ ଭରସାରେ କନ୍ଧ ଯିବ ଏତେ ବଡ଼ କଥା ମାଗିବାକୁ? ଦୂରରେ ମାଲକାନଗିରିର ବଣ। ବଣ୍ଡା ପରଜା ଜାତିର ଲୋକ ଅଛନ୍ତି। ସାନ ସାନ ମଣିଷ, ମୁଣ୍ଡର ବାଳ ସାନ ସାନ କରି କଟା, ହାତରେ ଖାଲି ଧନୁଶର। ତାଙ୍କ ଦେଶରେ ବାଘ କୋପ କଲେ ସମସ୍ତେ ଏକାଠି ହୋଇ ପ୍ରାଣକୁ ଛଡ଼େଇ ଦେଇ ବାଘ ପଛେ ପଛେ ଗୋଡ଼ାନ୍ତି। ଖଣ୍ଡିଆ ଦଣ୍ଡିଆ ହୁଅନ୍ତି, ବାଘକୁ ମାରନ୍ତି, ତାର ମାଂସ ଖାଆନ୍ତି। ତେବେ ଯାଏ ତାଙ୍କ ରିସା ଶାନ୍ତ ହୁଏ, ସେମାନେ ଘରକୁ ଫେରନ୍ତି। ଏହି ମେଣ୍ଟ ଆଉ ଜୀବନ ମୁରୁଛା ସାହସ ସକାଶେ ତାଙ୍କ ଦେଶରେ ବାଘର ଧାଡ଼ି ଧାପ ନାହିଁ। ସୁସ୍ଥରେ ଜମି ଚାଷ କରନ୍ତି। ବାଘ ତାର ବଣରାଜ୍ୟରେ ମୁହଁ ଲୁଚାଇ ଲୁଚାଇ ବୁଲେ। ସେହି ବଣ୍ଡା ପରଜା। ସେମାନେ ତାଙ୍କର ସ୍ତ୍ରୀମାନଙ୍କୁ ଲୁଗା ପିନ୍ଧିବାକୁ ଅଭିଶାପ ଅଛି ସୀତାଦେବୀଙ୍କର। ବନବାସ ବେଳେ ଡୁଡୁମା ପାଣିରେ ସୀତାଦେବୀ ଲଙ୍ଗଳା ହୋଇ ଗାଧୋଇଲା ବେଳେ ବଣ୍ଡା ପରଜା ମାଇକିନିଆମାନେ କୁଆଡ଼େ ଥଟ୍ଟା କରିଥିଲେ। ତେଣୁ ଅଭିଶାପ ଅଛି। ସେହିଦିନଠୁ ସେମାନେ ଲଙ୍ଗୁଳି ଲାଣ୍ଡି ମୁଣ୍ଡି। ସେହି ବଣ୍ଡା ପରଜା ଦେଶ ଅର୍ଥାତ୍ ମୁଠା ଭିତରେ ସ୍ତ୍ରୀ ଲୋକମାନେ ଏତେ ସ୍ୱାଧୀନ ଯେ ପୁରୁଷଙ୍କୁ ଧାଡ଼ି କରି ଠିଆ କରିଦେଇ ପିଚାରେ ନିଆଁ ଗୋଜିଣୀ ନିଆଁ ଚିଙ୍କା ଚିଆଇଁ ଲଗାନ୍ତି। ଯେଉଁ ପୁରୁଷ ଛଟପଟ ହୁଏ ନାହିଁ, ଚମକେ ନାହିଁ, ସେଇଆକୁ ବାଛି ବିଭା ହୁଅନ୍ତି। ସେହି ବାମନ ପରି ସାନ ସାନ ବୀରଙ୍ଗନାମାନେ ଦେହଯାକ ଅସ୍ତ୍ରଶସ୍ତ୍ର ଖଞ୍ଜି ହୋଇ ଅସାଧ୍ୟ ସାଧନ କରନ୍ତି। କୋଣ୍ଡା କମ୍ବେରୁ ଆଉ ଭାଲୁମେଲା ପର୍ବତ ସନ୍ଧିରେ ବୁଲି ବୁଲି ବୟଗଳ ବଣପୋଡ଼ ଶିକାର କରି ଆଣନ୍ତି। ଘର ସମ୍ଭାଳନ୍ତି, ରୋଜଗାର ଉଠେଇ ନେଇ ପୁରୁଷମାନଙ୍କୁ ପୋଷନ୍ତି। ମାଲକାନଗିରି କାହିଁ ସେ କେତେ ଦୂର ମିଣିଆପାଇକୁ କେବଳ ସେ ବୁଢ଼ୀମା ଗପ। କନ୍ଧ ବଣ୍ଡା ପରଜା ପରି ପ୍ରତିହିଂସା ପରାୟଣ ହୋଇପାରିବ ନାହିଁ। କାରଣ ସେ ସଭ୍ୟତର ବାଘର ମାଂସ ସେ ଖାଏ ନାହିଁ। ସଭ୍ୟ ସମାଜ ସଭ୍ୟ ଶାସନରେ ଯୁଗ ଯୁଗ ପାଳି ହୋଇ ଚକ୍ରବର୍ତ୍ତୀ କଲ୍ୟାଣରୁ ଶାନ୍ତଶିଷ୍ଟ ହୋଇ ବେଜିସାରୀଙ୍କ ଧର୍ମ। ଦେବତା ପୁନର୍ଜନ୍ମ ପୁରସ୍କାର ଶୁଣି ଶୁଣି ତାର ଅରଣା ଦୁଃସାହସ ଉଡ଼ି ଯାଇଛି। ସେ ଶାନ୍ତଶିଷ୍ଟ ହୋଇଛି, ଅନାଥ ହୋଇଛି। ତାର ସମଗ୍ର ଜାତି ମେଳିରୁ ଫାଟି ପଡ଼ିଛି। ଗାଁ ମାନିଆ ଗୋଷ୍ଠୀ ଗାଁ। ଗାଁର ସ୍ୱାର୍ଥ ପାଇଁ ଗାଁ ଗାଁ ଭିତରେ ବିବାଦ, ସୀମାର ସନ୍ଧି ଗଛ କଜିଆ ଗୋରୁହଣା। 10 ଗାଁ ଲୋକ ଏକାଠି ହେବା କେବଳ ଉପରେ ଉପରେ। ଏ ଗାଁର ବାଜୁଣୀକୁ ବାଘ ଖାଇଲା ବୋଲି ସେ ଗାଁର ରଇତ ବାଘ ପଛରେ ଗୋଡ଼େଇ ଥୁଣ୍ଟାରେ ଆଁଚୁଡ଼ା ସହିବାକୁ ସୁଦ୍ଧା ମନ ଭିତରେ ନାରାଜ। ଏହିପରି ଅବସ୍ଥାରେ ପଡ଼ି ପଶୁ ବଳରେ ବଳିୟାନ ବଣର ଶତ୍ରୁଠାରୁ ଆତ୍ମରକ୍ଷା କରିବା ପାଇଁ, ସେହି ହିଂସ୍ର ଭୟକୁ ପ୍ରତିରୋଧ କରିବା ପାଇଁ କନ୍ଧଙ୍କର କେବଳ ମନ୍ତ୍ରବଳ। ପୂଜା କରାହବ ଆଣ୍ଠୁ ଉଞ୍ଚରେ ଛାମୁଣ୍ଡିଆ ତୋଳି ତା ଉପରେ କୁକୁଡ଼ା ଡିମ୍ବ ଭାଙ୍ଗି ଥୁଆ ହେବ। ପୂଜା ହେବ, ମଦ ଢଳା ହେବ। କାଳିସୀ ଲାଗିଯାଇ କିଳିକିଳା ରଡ଼ି ଛାଡ଼ି ଭୂତପରି ବୁଢ଼ୀମାନେ ଡେଇଁବେ। ମନ୍ତ୍ର ଉଚ୍ଚାରଣ କରି କିଳା ପୋତି ଦେବେ। ରୁଣ୍ଡିଥିବା ଲୋକ ବଣ ଆଡ଼କୁ ଦେଖେଇ ଠେଙ୍ଗା ଡାଙ୍ଗିଆ ହଲେଇ ହୁଲସ୍ଥୁଲ ହୋଇ ପାଟିଟାଏ କରିବେ। ହୋ ବାଘ, ହୋ ବାଘଡୁମା, ହୋ ମହାପୁରୁ, ହୋ ବାଗ୍ ଦେବତା, ବାଘ ରାଜା। ତୁମେ ତୁମ ବଣ ଦେଶରେ ରହିଥା। ଯେତିକି ଆସିଥିଲ ସେତିକି, ୟା ଉତ୍ତାରୁ ଆଉ ନାହିଁ। ଏ କିଳା ଟପି ଆମ ତାସ ଜମିକୁ ଓହ୍ଲାଅ ନାହିଁ। ଆମର ଡିସାରୀ ମନ୍ତ୍ର ବୋଲି ଦେଇଛି। ଆମେ ସମସ୍ତେ ମିଶି ତୁମକୁ ଆଜି ତୁଣ୍ଡରେ ବାରଣ କରିଦେଲୁ, ମନ୍ତ୍ରରେ ବାରଣ କରିଦେଲୁ। ତୁମେ ଆଉ ଆମର ଜମିକୁ ଓହ୍ଲାଅ ନାହିଁ। ତୁମେ ଆଉ ଆମର ରକ୍ତ ମାଂସ ଖାଅ ନାହିଁ କି ମଣିଷ ମାଂସ ଖାଏ ନାହିଁ। ହୋ ହିଂସାର ଆତ୍ମା ବାଘଡୁମା, ନିନୁ ରମ୍ବି ଚିରୁୱାତି, ଏଜିରୁ ହାଲାମୁଡ଼େ। ତୁମେ ଯେଉଁ ବାଟେ ବାଟେ ଆସିଥିଲ ସେଇ ବାଟେ ବାଟେ ଚାଲିଯାଅ। ଆମର କାକୁତି ମିନତି ଶୁଣ ମହାପ୍ରଭୁ। ଆମର ଦିକୁ ବା ଦୂର ଅବସ୍ଥା ଦେଖ। ଦେଖିକରି ତୁମେ ଦୟାକରି ଆଉ ଆସ ନାହିଁ। କାନ୍ଦି ବୋବେଇ କହୁଛୁ କି ଅସ୍ତ୍ର ଅଛି ଯେ ତମକୁ ଛେକିବୁ? କଥା ମାନ, କିଳା ପୋତିଦେଲୁ, ଆଉ ଆସ ନାହିଁ। ଏତେ ପ୍ରସ୍ତାବ ହୁଏ, ଗୋଟି ଗୋଟି କରି ବାଘ ଉଠେଇ ନେଇ ଖାଏ। ଯେତେ କହିଲେ ବି ବାଘ କଥା ମାନେ ନାହିଁ। କି ଆଶ୍ଚର୍ଯ୍ୟ ଅଭଦ୍ର ଗୁରା ସେ!
ଗୋରୁର ରକ୍ତରେ ଗାଧାଏ, ମଣିଷ ରକ୍ତରେ ଜଟା ବାନ୍ଧି ଲାଲ ଦିଶେ। ଖାଏ ପିଏ କଡ଼େ ମାତେ ଲାଗି ରହିଥାଏ ବଘେଇ ଶୀତ ପରି ଚଇତରେ ବଣ ଶୁଖିବା ପର୍ଯ୍ୟନ୍ତ। ବନ୍ଦିକାରର ଶୋଭେନା କନ୍ଧ, ସଳ୍ପୁକନ୍ଧ, ପୋଡ଼ାପଦରେ ଲିଙ୍ଗା ସାଉନ୍ତା, ପଟିଶିଳର କାଙ୍ଗୁ ସାଉନ୍ତା, କୋଟ୍ରାଗେଡ଼ାର ଲେଲି ସାଉନ୍ତା, ସୁଗୁରିଗୁଡ଼ାର କିଆ ସାଉନ୍ତା, ବୁର୍ଜାର ବେନୁ ସାଉନ୍ତା, ଚଣାବାଡ଼ର ଆର୍ଜୁ, ମୀନାପାଇର ସୁଦ୍ରୁ କନ୍ଧ, ବଡ଼କୁଟିଙ୍ଗାର ନୀଲି କନ୍ଧ, କାଳିଆ ଝୋଲାର ନଚିକା ମାଳତୀ, କେତେ କାହାର କେତେ କନ୍ଧ ବଡ଼ମୁଣ୍ଡିଆ ଏପରି ଆଲୋଚନା କରି ଚାଲିଛନ୍ତି। କେଉଁଠି ଗୋଟାଏ ବୁଢ଼ୀ ମରିଛି, ସେଥିସକାଶେ ଏତେ କାହାଣୀ। ସାଉତାମାନଙ୍କ କଥାର ଓଜନ ଅଛି। ତେଣୁ ବାକି ଏତେ ମେଳାମେଳା ଲୋକ କେତେବେଳେ ୟା ପଟକୁ କେତେବେଳେ ତା ପଟକୁ ହୋଇ କହୁଥାନ୍ତି। ଏହି ବାରଆଡ଼ର ବାରଗପରେ ବାଟର ଥକା ଘୋଳା ଭୁଲି ହୋଇଯାଏ, ପାଟି ବୁଲୁଥାଏ। ବୁଢ଼ା ସଳ୍ପୁ କହିଲା, ହେଲା ଯେ ହେଲା, ବାଘ ପଡ଼ିଲେ ସିନା ବାଘ ଖାଇବାକୁ ଆସେ, ନହେଲେ କେତେ ଲୋକ ବାଘ ମୁହଁରେ ପଡ଼ି ବଞ୍ଚି ଫେରିଛନ୍ତି ତ? ଠିକ୍ କଥା, ସବୁ ଭାଗ୍ୟ। ଭାଗ୍ୟ ପଡ଼ିଲେ ବାଘ ଖାଏ, ଭାଗ୍ୟ ପଡ଼ିଲେ ବାଘ ମରେ। କେଶ ବଜାନି କହିଲା, ସତ୍ ସତ୍। କାହାକୁ ଦଶା ଛାଡ଼ି ଅଛି, ମଣିଷକୁ ନା ପଶୁକୁ ନା ରାଜ୍ୟକୁ? ଦଶାର ଅଧୀନ ସମସ୍ତେ। ବାଘ କ'ଣ ତାର ମନକୁ ଖାଏ? ଜାଣିବା ଲୋକେ କହନ୍ତି ପରା, ବଡ଼ି ସକାଳୁ ନିଦରୁ ଉଠି ବାଘ ତା ହାତ ଦେଖେ, ଆଜି ଶିକାର ମିଳିବ କି ନାହିଁ। ମିଳିଲେ କେମିତି ଶିକାର ମିଳିବ, ସବୁ ସେ ଦେଖିପାରେ। ଆପଣ ହାତରେ ଥରେ ତାର ଛବିଟା ଦେଖି ପକେଇଲେ ନିଦଝୋଲା ଲଙ୍ଘି ପାହାଡ଼ ପର୍ବତ ଚଢ଼ି ଧାଇଁ ଧାଇଁ ଆସି ବାଁରେ ହୋଇ ଦେଖି ସେ ଠିଆ ହୁଏ, ଶିକାର ଆସେ, ବାଘ ଧରି ନେଇଯାଏ ସହଜ ବେଉସା। ଧନ୍ୟ ସେ କାଳପୁରୁଷ। ସଳ୍ପୁ କହିଲା। ସୋବେନା କହିଲା, ସତ ହୋ, ମିଛରେ ଲୋକେ କହନ୍ତି ଗନ୍ଧବାରି ବାଘ ଧାଇଁ ଆସେ। ଏମିତି କ'ଣ ଆମ ଦେହରେ ଗନ୍ଧ ବୋଳା ହୋଇଛି? ଢାପୁ ସାଇବ ଦେହରେ କ'ଣ ଗନ୍ଧ ମାଖିଥିଲା? ମିଛ ନୁହେଁ। ଚଣାବାଡ଼ର ଆର୍ଜୁ କହିଲା, ଯେ ମରିବାକୁ ହେଲାଣି ତାର ଦେହରୁ ଏକ ପ୍ରକାର ଗନ୍ଧ ବାହାରେ। ଗନ୍ଧ ବାରନ୍ତି ଶିଆଳ, କୁକୁର, ଶାଗୁଣା। ସବୁଠୁ ବେଶୀ ଗନ୍ଧ ବାରେ ପଟାଳିଆ ମହାବଳ। ତେଣୁ ସେ ପାଣି ପାରି ହୋଇ ଆସି ଠିକଣା ଲୋକକୁ ଧରେ। ମୁଁ ନିଜେ ବା ଗନ୍ଧ ବାରିପାରେ। ମୋର ବୁଢ଼ା ମାମୁଁଟେ ଥାଏ, ଯେ ମରିବା ଆଗରୁ କି ଗନ୍ଧ ଗନ୍ଧିଲା ସେ। ମୁଁ କହିଲି, ମାମୁଁ ତୋର ଦେହ ମୋତେ ଗନ୍ଧୁଛି। ସେ କହିଲା, କାହିଁ ତୋର ଦେହ ମୋତେ ଗନ୍ଧୁ ନାହିଁ ତ? ମୁଁ କହିଲି, ମାମୁଁ ତତେ ଲସ୍ମ ହୋଇଛି, ତୋର ଦେହ ମୋତେ ଗନ୍ଧୁଛି। ମଲା ତହିଁର 4 ଦିନ ଆଉ ରହିଲା ନାହିଁନି। ମୁଁ ତ ବାରିଥିଲି, ଆଉ ବାଘ ବାରି ପାରିଥାନ୍ତା ନାହିଁ? ତାର ହାତରେ ପାଞ୍ଜି ଅଛି, ସବୁ ଅଛି, କାଳପୁରୁଷ ସେ। ପଟିଶିଳକୁ କାଙ୍ଗି କହିଲା, ତାର କପାଳ ପଡ଼ିଲେ ବାଘ ଆଉ ବାଘ ଲଢ଼ାଲଢ଼ି ହୋଇ ମରନ୍ତି। ଚିତାବାଘକୁ ମହାବଳ କାମୁଡ଼ି ପକାଏ। ପଟାଳିଆ ଥିବା ବଣରେ ଚିତା ଲୁଚି ଲୁଚି ବୁଲେ। ସେମିତି ସେଦିନ ଆମର ଗାଁ ଡଙ୍ଗର ପାଖେ ରାତିଯାକ ଗର୍ଜନ ଶୁଭୁଥାଏ। 2 ପଟାଳିଆ ମହାପ୍ରୁ ଲଢ଼ୁଥାନ୍ତି। ଏମିତି ଡର ଲାଗିଲା, ରାତିରେ କେହି ଶୋଇନାହୁଁ। କେତେ ପ୍ରକାର ବିକଟାଳ ରଡ଼ି କରି ଦେଇ କୁଦି ସକାଳକୁ ସବୁ ତୁନି ପଡ଼ିଗଲା। ଖରା ଲାଗିଲା, ଦେଖିବାକୁ ଆମେ ଗଲୁ। ଓଃ, କ'ଣ ଦେଖିଲୁ? 6 ବାଡ଼ିର 2ଟା ମହାବଳ ଛିଣ୍ଡାଛିଣ୍ଡି ଲହୁଲୁହାଣ ହୋଇ ମରିପଡ଼ିଛନ୍ତି। ଭୂଇଁ ଉପରେ କେଇଜ ଦଳାଦଳି ଆମ୍ପୁଡ଼ା ଆମ୍ପୁଡ଼ି କାଣ୍ଡ। ମାଟି ଖୋଳି ହୋଇଥାଏ, ଘାସ ଛିଣ୍ଡି ଛିଣ୍ଡି ପଡ଼ିଥାଏ, ପଥର ସବୁ ଛିଞ୍ଚାଡ଼ି ହୋଇ ପଡ଼ିଥାଏ। ପାଖରେ ସାନ ସାନ ବୁଦାଯାକ କାମୁଡ଼ି ଆମୁଡ଼ି ଟିକି ଟିକି କରି ଦେଇଥାନ୍ତି। ଦେଖିଲୁ ଆଉ କହିଲୁ, ହେ ଧର୍ମୁ, ତୋର ଦୟା। ଏମିତି ଯଦି ସବୁ ବାଘ ମରିଯାଆନ୍ତେ, ମଣିଷ ସୁଖରେ ରହନ୍ତେ। ସୋଭେନା କହିଲା, ମରିବେ, ସେମିତି ମରିବେ, କିନ୍ତୁ ଯୋଗ ଦରକାର, ଲଗ୍ନ ଦରକାର। ସେ ଲଗ୍ନ ଆସୁ ଆସୁ ଆମେ ମରି, ଆମ ପୁଅ ମରି, ଆମ ନାତିମାନଙ୍କର ପଣନାତି ମରିଯାଇଥିବେ। ଯେ ଥାଉ, ଆମେ ତ ନଥିବା। ବରଂ ଏତେ ଲୋକ ଆମେ ଜାଣିମୁ, ଆମ ହାତରେ ଯାହା ଅଛି ଧରି ବଣକୁ ପଶିଲେ ସେଇଥିରେ ବାଘକୁ ଘାଇଲ କଲେ ବାଘ ଶୁଖି ଶୁଖି ମରିବ, ଜଲ୍ଦି ମରିବ। ଆଉ ଯୋଗ ଫିଟିବ ବୋଲି କେତେ ଦିନ ବସିଥିବା? ହଉ, ତୁ ଯା, ବାଘ ମାରିବୁ। ତୋ ନାଁ ହବ ବାଘମାରୁ। ସଳ୍ପୁକନ୍ଧ ତିରସ୍କାର କଲା। ନଚିକା ମାଳତୀ କହିଲା, ହଁ, ଭାରି ଥଟ୍ଟା କରୁଛ ତୁମେ। ବାଘ ଆମକୁ ଧରି ଧରି ଖାଉଥିବ, ଆଉ ଆମେ ବସିଥିବୁ। ଯୋଗ କେବେ ପଡ଼ିବ, ବାଘ ତା ମନକୁ ମରିବ ବୋଲି ଅପେକ୍ଷା କରି। ଭଲ କହୁଛ।
ଆରେ ବାବୁ, ନିଜେ ନିଜର କଥା ନ ବୁଝିଲେ କିଏ ଆସି ଆମ ବଣର ବାଘ ମାରିଦେବ ତୁମେ ବିଶ୍ୱାସ କରୁଛ? ପ୍ରତିବର୍ଷ ବର୍ଷା ଆରମ୍ଭରୁ ବାଘ ଖାଏ, ଶୀତଦିନେ ବେଶୀ ଖାଏ। ହାଟରେ ବାଟରେ କାନ୍ଦି ବୋଗାଇ ବାଘ ବାଘ ବୋଲି ବୁଲି ଆମେ ହଇରାଣ। ଲୋକେ କ'ଣ ଶୁଣନ୍ତି ନାହିଁ ନା ଜାଣନ୍ତି ନାହିଁ ଯେ ଆମ ବଣ ଦେଶରେ ବର୍ଷକୁ ଶହ ଶହ ଲୋକଙ୍କୁ ବାଘ ଧରି ଧରି ଖାଏ ବୋଲି। ସହରର ଲୋକେ ସକେଇ ହୋଇ ଦୁଃଖ କରିବେ ସିନା, କୋଠାବାଡ଼ି ଛାଡ଼ି ସହରର ଆଲୁଅବତୀ ଯାନବାହନ ଛାଡ଼ି କାହାର ଗରଜ ପଡ଼ିଛି ଯେ ଆମ ପାଇଁ ବାଘ ସଙ୍ଗେ ଅଲରକରକ ହେବାକୁ ଧାଇଁ ଆସିବେ ଏ ହରବଣିଆ ବଣକୁ। ପୁଣି ଆମର ଦେଶ ଜଣା ନାହିଁ, ରାସ୍ତା ଜଣା ନାହିଁ, ରହିବାକୁ କୋଠାବାଡ଼ି ନାହିଁ, ଖାଇବାକୁ ତାଙ୍କର ଦେଶର ଖାଦି ନାହିଁ। କିଏ ପାରେ ତାଙ୍କର ଏତେ ହରବର? କେବଳ କ'ଣ ସେତିକି? ଖାଲି ବାଘ ମାରିବାକୁ ଚାଲି ଆସିଲେ କ'ଣ ବାଘ ମିଳିଯିବ ନା ବାଘ ମାରି ହେବ? ଆମର ପାଣ୍ଡ୍ରାମାଳି କୋଡ଼ିଙ୍ଗାମାଳି ବାଘ ଡଙ୍ଗର ବଣମାନଙ୍କରେ କେତେ ଦିନଠୁ ବାଘମାନେ ଗୁମ୍ଫା ଭିତରେ ଭେଦି ଭେଦିକା ଘର କରି ରହିଛନ୍ତି। ତାଙ୍କୁ ଉଣ୍ଡି ଉଣ୍ଡି ଖେଦି ଖେଦି ମାରିବାକୁ ସମୟ ଲାଗିବ। ପରକୁ ଡାକି ଲାଭ ନାହିଁ, ଯାହା ପାରିବା ନିଜେ ନିଜେ। ଶିବଯାନୀ କହିଲା, ସେଟା ସତ ଯେ ବାଘକୁ ମାରିବ କିଏ? ଆମର ଶାସ୍ତ୍ର କହୁଛି ବାଘକୁ ପୂଜା କର। ବାଘ ତ ଖାଲି ଜନ୍ତୁ ନୁହେଁ, ସେ ଆମର ଦେବତା। କଥାରେ ଅଛି, କ୍ଷତ୍ରିୟ ଲୋକ ବିନା ଅନ୍ୟ କେହି ଯଦି ମହାବଳ ବାଘକୁ ମାରିବ ତାର ବଉଁଶ ବୁଡ଼ିବ। ଚାରିଆଡ଼େ ରାଷ୍ଟ୍ର ହେବ ବାଘ ଭକ୍ତି ବୁଡ଼େଇଲା, ବାଘ ଭକ୍ତି ବୁଡ଼େଇଲା। ଧର ଯଦି ଅମାନିଆ ହୋଇ ବାଘବତୀ ବି ଭୁଲି କହିଗଲେ ଯିବ ବାଘ ମାରି, ତ ତାକୁ ମାରିବ ବା କେମିତି? ଆମେ ତାକୁ ଦେଖିପାରିବା ନାହିଁ ଆମରି ପାଖରେ, ଆମରି ଭିତରେ ରହି ସେ ସବୁ ଦେଖୁଥିବ। ଆମେ ଆମର ମଞ୍ଚା ବାନ୍ଧି ସଜ ହୋଇ ନିରାପଦରେ ଓଡ଼ିଆ ନଳି ଧରି ବାଘ ମାରିବାକୁ ଯିବା ତ ପଛଆଡ଼ୁ ଭୁସ୍ କରି କେଉଁ ପଥର ସନ୍ଧିରୁ ବାହାରି ଆଖି ପିଛୁଳାକେ ଆମକୁ ଶଙ୍ଖି ମୁଡ଼ି ଦେଇ ଧରିକରି ସେ ନେଇ ପଳେଇଯିବ। ସେଦିନ କ'ଣ ହେଲା? ମୁଇଁ ମୋର 10ରୁ କୁକୁରକୁ ନେଇ ଆମ ଗାଁ ମହୁଲକଣା ଖେନ୍ଦା ପାଖେ ମୋର ତାସ ଜମି ଦେଖିବାକୁ ଯାଇଥିଲି। ଠିକ୍ 6 ହାତ ଦୂରରେ ବଡ଼ ଚମ୍ପା ଗଛ ତଳୁ ପଥର ଉଢ଼ିଆଳରୁ ଉଠି ମହାବଳ ଡେଇଁ ଠିଆ ହେଲା। ଡ୍ରୋ କଲା। ଜାଣିଲି ତ ମଲି ଏଥର। ନଳି ଉଠେଇଲି, କହିଲି, ମହାପ୍ରଭୁ ତମେ ମୋତେ ଖାଇବାକୁ ଆସିଛ, ମୋର ମରିବାକୁ ମୋଟେ ମନେ ହେଉନାହିଁ। ମହାପ୍ରଭୁ ଘରେ ଡୋକରୀଟା କାନ୍ଦିବ, ପିଲାଛୁଆ ଛଟା ଖାଇବାକୁ ନ ପାଇବେ, ମରିଯିବେ। ତମେ ଚାଲିଯାଅ, ନହେଲେ ଲାଛି ଦେବି। ମୋର ଦୋଷ ନାହିଁ ମହାପ୍ରଭୁ, ରକ୍ଷା କର, ମୋତେ ପାପରେ ଡୁବାଅ ନାହିଁ। ବାଘ ମହାପ୍ରଭୁ ଆଁ କରିଦେଇ ଶାବଳ ମୋଟ ଦାନ୍ତଗୁଡ଼ାକ ଦେଖାଇ ହସିଦେଲା। ମୋର ପ୍ରାଣ ଶୁଖି ଯାଉଥାଏ, ଲାଞ୍ଜକୁ ତଳେ ପିଟୁଥାଏ, କାନକୁ ମୁଣ୍ଡରେ ଲଗେଇ ଦେଇ କାନ୍ଧରେ ସାନ କରିଦେଇ ମୁଣ୍ଡକୁ ପାରିଦେଲା। ବୁଝିଲି ଡେଇଁବ ଏତକ ବେଳେ। କୁକୁରକୁ କହିଲି, ବାବୁ 10ରୁ ମୋର ମା'କୁ କହିଦେବୁ ଯା ତୁ ପଳା। 10ରୁ ଗାଳ୍ପ ପଳାଇଲା ନାହିଁ, ବସି ରହିଲା। ନଳି ଉଠେଇଲି, ବୋଲୁଛ କି? କହିଲି, ମହାପ୍ରଭୁ ତୋର 4 ଥର ମୋର ଦୋଷ ନାହିଁ। ସିଧା କରି ଢୁ କରିଦେଲି। କେମିତି ଜାଣିପାରିଲା କି? ଦୌଡ଼ି ଦୌଡ଼ି ପଳେଇଲା। ଦେଖ ତ, କିଏ ଜାଣିଥିଲା ସେଠି ସେ ବାହାରିବ ବୋଲି? ଶିବଯାନୀ ଓସ୍ତାଦ ଶିକାରୀ, ସେ ବଢ଼େଇ କରେ ନାହିଁ। ହୋ ହା, ହଁ ହୋ, ବାଘ ବାଘ ହୋଇ ବଣ ତ ପୋଡ଼ୁ ମାରି ମାରି ସରିଯିବ। ମୀନା ପାଇଁ ଶୁଦ୍ରୁ କହିଲା, ଯେବେ ହେଲେ ତ ବଣ ସରିଯିବ, ଆଉ କୁଆଡ଼େ ରହିବ ବାଘ? ଦେଖିବା ନାହିଁ କି? ମାମୁଁକୁ ବାସୁ ବାସୁ ଆସ ଆସ କହି କୁକୁର ପିଟା କରି ଶେଷ କରିଦେବା। ଶଳାକୁ ଯେତେ ଦିନ ଭୋଗ ଅଛି ଗାଁ ଉଜାଡ଼ୁଥାଉ, ଖାଉଥାଉ, ତାର ଉପରେ ଆମର ବଂଶ କୁଟୁମ୍ବଙ୍କ ଅଶ୍ରୁ ପଡ଼ୁ। ଶୁଦ୍ରୁ ବୁଢ଼ାର ରାଗ ଦେଖି ସମସ୍ତେ ହସି ହସି ପଡ଼ିଲେ। ଶିବଯାନୀ କହିଲା, ସେମିତି କହିବାର ବିଧି ନାହିଁ, କେଉଁଠି ଥାଇ ଶୁଣୁଥିବ। ଶୀତଦିନ ବଣେ ବଣେ ଖାଲି ବାଘର ଗପ। ରବିବାର ଦ୍ୱିପହର ହେଇ ମିଣିଆପାଉ ବସ୍ତି ଦିଶିଲାଣି। ମିଣିଆପାଉ ଲୋକ ଆସୁଛନ୍ତି। ଗାଁ ମଝିରେ ପୂଜା ଲାଗିଛି। ଦିଶାରୀ କ୍ଳାନ୍ତ ଅଳସ ହୋଇ ବସି ବସି ଅପେକ୍ଷା କରୁଛି। ଲୋକଙ୍କୁ ଦେଖି ଢାପୁ ଢୋଲ ଟମକ ବାଜିଲା। ବୁଢ଼ୀମାନେ କାଳସୀ ଲାଗି ହୋଇ ନାଚିଲେ। ଆସିଥିବା ପରଗାଁ ଲୋକଙ୍କର ଅପେକ୍ଷା କରିବାକୁ ଆଦୌ ଇଚ୍ଛା ନାହିଁ। ଚଞ୍ଚଳ କେମିତି କାମ ସରିଗଲେ ସେମାନେ ଆପଣା ଆପଣା ଗାଁକୁ ଯିବାକୁ ବାଟ ଧରିବେ। ବଘେଇ ଦିନ, ମେଘ ଦିନ, ହୀନସ୍ତା ବାଟ। କେତେବେଳକୁ ଲଗ୍ନ ଧରିଦେଇଛୁ ଦିଶାରୀ। ଭୂଇଁରେ ପୋତା ହୋଇଥିବା କାଠି ଖଣ୍ଡକୁ ହାତ ଦେଖେଇ ଦେଇ ଦିଶାରୀ କହିଲା, ଆଉ ଡେରି ନାହିଁ। ଧୂଆଁ ପାଣି ଖାଉ ଖାଉ ଲଗ୍ନ ପହଞ୍ଚିଯିବ। ବାଜା ବଜାଳିଙ୍କୁ ଇଙ୍ଗିତ କରି ଦିଶାରୀ କହିଲା, ବଜା, ଜଲ୍ଦି ଜଲ୍ଦି, ଅଟକ ନାହିଁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏହି ଭାଗଟି।
ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।